ନମସ୍କାର, ଜୟ ଜଗନ୍ନାଥ। ଆଜି ହେଉଛି 18 ତାରିଖ ରବିବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର 20ଟି ଗୁରୁତ୍ୱପୂର୍ଣ୍ଣ ଖବର। ମୋଦି ସରକାର ଦେଲେ ବଡ଼ ଉପହାର, ମୁଖ୍ୟମନ୍ତ୍ରୀ ନୂଆ ଯୋଜନା, ଗାଡ଼ି ଚାଳକଙ୍କ ପାଇଁ ଅନେକ ଗୁଡ଼ିଏ ଖବର ଅଛି, ଯେମିତିକି ସୁଭଦ୍ରା ରାସନ କାର୍ଡ ଭତ୍ତା ଟଙ୍କା। ଚାଲନ୍ତୁ ଖବର ଉପରେ ଡିଟେଲ୍ସ ନଜର ପକେଇବା କଣ ରହିଛି ଆଜିର ଗୁରୁତ୍ୱପୂର୍ଣ୍ଣ 20ଟି ଖବର। ତା ପୂର୍ବରୁ ଆପଣମାନେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ଭିଡ଼ିଓଟି ଗୋଟେ ଲାଇକ୍ ମଧ୍ୟ କରିଦେବେ। ପ୍ରଥମ ଖବର, ଓଡ଼ିଶାର 1 ଲକ୍ଷ କୋଟିର ପୁଞ୍ଜି ନିବେଶ। ଦେଖନ୍ତୁ, ଓଡ଼ିଶା ସରକାର ରାଜ୍ୟ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। 27ଟି ପ୍ରତିଷ୍ଠିତ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। 1 ଲକ୍ଷ କୋଟି ଟଙ୍କାର ନିବେଶ ହେବ, ଯାହାଫଳରେ ଶିଳ୍ପପତିମାନେ ଓଡ଼ିଶାରେ ଆସି ନିବେଶ କରିବେ। ଏହି ନିବେଶ ଦ୍ୱାରା 10,000 ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ପ୍ରାୟତଃ ଖଣିଜ, ଇସ୍ପାତ, ରସାୟନ, ସବୁଜ ଶକ୍ତି କ୍ଷେତ୍ରରେ ଏହା ନିବେଶ ହେବ, ଯାହାଫଳରେ ଦାଦନ ଖଟିବା ପାଇଁ ଆଉ ଯୁବକମାନେ ବାହାରକୁ ଯିବେ ନାହିଁ, ଏଇଠି ରହିକି ଚାକିରି ମଧ୍ୟ କରିବେ। ପରବର୍ତ୍ତୀ ଖବର ହଉଛି ଜାନୁଆରୀ 24ରେ ଓଡ଼ିଶାର ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା। ଓଡ଼ିଶାରେ ପୁଣି ଘରୋଇ ବସ୍ ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇବେ। ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଉପୁଜିଥିବା ବିବାଦକୁ ନେଇ ଜାନୁଆରୀ 24 ତାରିଖରେ ବସ୍ ମାଲିକ ସଂଘ ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ଜାନୁଆରୀ 23 ସୁଦ୍ଧା ସରକାର ଏହି ସମସ୍ୟାର ଯଦି ସମାଧାନ ନ କରିବେ, ଜାନୁଆରୀ 24 ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ସେବା ବନ୍ଦ ରହିବ, ଯାହାଫଳରେ ଯାତ୍ରୀମାନେ ମଧ୍ୟ ହଇରାଣ ହେବେ। ଏହି ଫଳରେ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେବେ ବୋଲି ଜଣାପଡୁଛି। ପରବର୍ତ୍ତୀ ଖବର ହେଉଛି ସମସ୍ତ ସରକାରୀ କାର୍ଯ୍ୟ ଏଥର ଓଡ଼ିଆ ଭାଷାରେ ହେବ। ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏଥିପାଇଁ ଓଡ଼ିଆ ଭାଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କିଭଳି ଶିବିରରେ କର୍ମଚାରୀମାନେ ଓଡ଼ିଆରେ ଲେଖିବେ, ଓଡ଼ିଆରେ ଚିଠି ପଢ଼ିବେ, ସରକାରୀ କାର୍ଯ୍ୟ କିଭଳି ଅଧିକରୁ ଅଧିକ ଓଡ଼ିଆର ଭାଷାକୁ ପ୍ରୟୋଗ କରାଯିବ, ସେ ନେଇ ବିଶେଷଜ୍ଞମାନେ ମତ ପ୍ରକାଶ ମଧ୍ୟ କରିଛନ୍ତି। ଆଉ ଓଡ଼ିଆ ଭାଷା ଏକ ମାଇଲ ଖୁଣ୍ଟ ସ୍ଥାପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର ହେଉଛି ଅଖିଳେଶ ଯାଦବ ଓ ନବୀନ ପଟ୍ଟନାୟକ ଭେଟଘାଟ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ପାର୍ଟିର ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜନୀତିର ଜୋର ଚର୍ଚ୍ଚା ଆରମ୍ଭ ହୋଇଛି। ଅଖିଳେଶ ଯାଦବ ଏହାକୁ ନେଇକି ସାକ୍ଷାତ କଲି ବୋଲି କହିଛନ୍ତି। କେନ୍ଦ୍ରରେ ବିଜେପି ବିରୋଧୀ ସାମୁଖ୍ୟ ଗଠନ କରିଛନ୍ତି। ରାଜନୈତିକ ଦଳ ଉଠୁଛି ପଡୁଛି, ବିଜେଡିରେ ଏବେ ଚର୍ଚ୍ଚା ବିଷୟ ପାଲଟିଛି। ଅଖିଳେଶ ଯାଦବ ନବୀନ ପଟ୍ଟନାୟକ ଜଣେ ଅଭିଜ୍ଞ ନେତା ଭାବେ ପ୍ରଶଂସା ମଧ୍ୟ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ସାକ୍ଷାତ ନେଇ କଟାକ୍ଷ ମଧ୍ୟ ହୋଇଛି। ପରବର୍ତ୍ତୀ ଖବର ହେଉଛି ଚିଲିକାରେ ପକ୍ଷୀ ଗଣନା ଆରମ୍ଭ। ଆଜିଠୁ 22ଟି ସିମ୍ ଚିଲିକାରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଯିବ। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। 22ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବନ୍ୟପ୍ରାଣୀ ବିଶେଷଜ୍ଞ, ଗବେଷକ ଏବଂ ବନ କର୍ମଚାରୀମାନେ ଏଥିରେ ସାମିଲ ହୋଇଛନ୍ତି। ସକାଳୁ ସକାଳୁ ମଙ୍ଗଳାଯୋଡ଼ି, ନଳବଣ, ସାତପଡ଼ାରେ ପକ୍ଷୀମାନଙ୍କର ଗଣନା ହେବ। ତେବେ ଗଣନା ସମୟରେ ପର୍ଯ୍ୟଟକମାନଙ୍କୁ କିଛିଟା କଟକଣା ଜାରି କରାଯାଇଛି। ଚିଲିକାର ଜୈବ ବିବିଧତା, ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଗଣନା ପ୍ରତିବର୍ଷ କରାଯାଇଥାଏ। ଏଥର ଦେଖାଯାଉ କେତେ ପକ୍ଷୀ ଆସିଛନ୍ତି ଚିଲିକାରେ। ପରବର୍ତ୍ତୀ ଖବର ହେଉଛି କୁହୁଡ଼ି ଯୋଗୁଁ 18ଟି ଗାଡି ପରସ୍ପରକୁ ଧକ୍କା ଦେଇଛନ୍ତି। ଦିଲ୍ଲୀ ଲକ୍ଷ୍ନୌ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ଧକ୍କା ହେବା ଫଳରେ ପ୍ରବଳ ଲୋକ ଆହତ ହୋଇଛନ୍ତି। ଭାଗ୍ୟ ଭଲ କାହାର କିଛି ମୃତାହତ ମଧ୍ୟ ହୋଇନାହିଁ। କେବଳ ଦୃଶ୍ୟମାନତା ଜିରୋ ଥିଲା, ମାନେ ପାଖାପାଖି ଟୋଟାଲ ଦେଖା ମଧ୍ୟ ଯାଉନଥିଲା। ତୁରନ୍ତ ନିକଟସ୍ଥ ପାଖରେ ଲୋକ ଆସିକି ସିଧା ନେଇକି ମେଡିକାଲରେ ଭର୍ତ୍ତି କରିଥିଲେ। କୁହୁଡି ଚଳାଇବା ଯୋଗୁଁ ସତର୍କତା ଅବଲମ୍ବନ କରନ୍ତୁ, ପ୍ରଶାସନ ପକ୍ଷରୁ କୁହାଯାଇଛି। ଗାଡି ଫଗ୍ ଲାଇଟ୍ ୟୁଜ କରନ୍ତୁ, ମ୍ୟୁଜିକ ଲଗାନ୍ତୁ ନାହିଁ, ଗାଡି ଧୀର ସ୍ଥିର ମଧ୍ୟ ଚଲାନ୍ତୁ। ପରବର୍ତ୍ତୀ ଖବର ଅଛି ନବରଙ୍ଗପୁରରେ ମମତା ପିଏମ ମାତୃ ବନ୍ଦନା ଯୋଜନା କାର୍ଯ୍ୟକାରୀ। ନବରଙ୍ଗପୁର ଜିଲ୍ଲାରେ ଗର୍ଭବତୀ ପ୍ରସୂତି ମହିଳାଙ୍କ ପାଇଁ ସରକାର ମମତା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା 12,000 ଟଙ୍କା ଲେଖା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏ ଜିଲ୍ଲାରେ ଗରିବ ଶ୍ରେଣୀ ଲୋକମାନେ ବହୁତ ଉପକୃତ ମଧ୍ୟ ହେଉଛନ୍ତି। ବିଶେଷ କରି ଦ୍ୱିତୀୟ ସନ୍ତାନ ଜନ୍ମ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ପ୍ରଦାନ କରାଯାଉଛି। ଶିଶୁ ଟୀକାକରଣ ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଉଛି। ଅଙ୍ଗନବାଡି କର୍ମୀ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି। ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ଏହି ଯୋଜନା ଶିଶୁ ମୃତ୍ୟୁହାର କମାଇବା ପାଇଁ ଉପସ୍ଥିତ ବୁଦ୍ଧି ମଧ୍ୟ ପ୍ରୟୋଗ ହେଉଛି। 12,000 ଟଙ୍କା ମଧ୍ୟ ମିଳୁଛି। ଗୋମାଫିଆଙ୍କ ଉପରେ ଏବେ ବିଭିନ୍ନ ପ୍ରକାର ଲକ୍ଷ ଲକ୍ଷ ଜବତ ଚଢାଉ। ଆପଣମାନେ ଜାଣିଥିବେ ଗୋମାଫିଆ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କେନ୍ଦୁଝରରେ 5ଟି ଜିଲ୍ଲାରେ ଏକକାଳୀନ ଚଢାଉ ହୋଇଛି। ତା ସହିତ ଭଦ୍ରକ ଜିଲ୍ଲାରେ ମୁଲାସାହି ଅଞ୍ଚଳରେ ମଧ୍ୟ ଏକାଳେ 70 ଲକ୍ଷ ଟଙ୍କା ଜବତ ହୋଇଛି। ବେଆଇନ ଗୋ ଚାଲାଣ ପାଇଁ ଟଙ୍କା ଜବତ ହୋଇଛି। 47 ଟିମ୍ ଏବେ ତଦନ୍ତ ମଧ୍ୟ କରୁଛି। ଆଉ ଗୋ ଚାଲାଣ ରୋକିବା ପାଇଁ ସରକାର କଡା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ରାକେଟରେ ସାମିଲ ଥିବା ଅନ୍ୟ ବ୍ୟକ୍ତିକୁ ଧରିବା ପାଇଁ ମଧ୍ୟ ତଦନ୍ତ ଚାଲିଛି। ରାଜ୍ୟ ବାହାରେ ମଧ୍ୟ ଆଉ କେତେ ଜଣ ସାମିଲ ଅଛନ୍ତି ଜଣା ପଡିଯିବ।
ପରବର୍ତ୍ତୀ ଖବର କନ୍ଧମାଳ ଜିଲ୍ଲାରେ ପିଏମ୍ ଆବାସ ଯୋଜନାର ଦୁର୍ବଳ କାର୍ଯ୍ୟକାରିତା ଦେଖନ୍ତୁ ଲୋକ ହନ୍ତସନ୍ତ ହେଉଛନ୍ତି। ଯୋଉମାନେ ଯୋଗ୍ୟ ସେମାନେ ପାଉନାହାନ୍ତି। ଏମାନେ ପକ୍କା ଘର ପାଇବା ପାଇଁ ବଞ୍ଚିତ ହେଉଛନ୍ତି। ପ୍ରଶାସନିକ ଅବହେଳା ଯୋଗୁଁ ଏମାନେ ଅଧା କାମ ସରି ପଳେଇଛନ୍ତି। ଯୋଉମାନେ ଯୋଗ୍ୟ ସେମାନେ ପାଉନାହାନ୍ତି, ଯୋଉମାନେ ଅଯୋଗ୍ୟ ସେମାନେ ଘର ପାଉଛନ୍ତି। ଯୋଜନାରେ ଅନିୟମିତତା ଏବଂ ସମୟସୀମା ମଧ୍ୟରେ କାମ ଶେଷ ହେବା ଦ୍ୱାରା ଲୋକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସ୍ଥାନୀୟ ବାସିନ୍ଦା ସରକାରଙ୍କ ଏଥିରେ ହସ୍ତକ୍ଷେପ କରିବା ପାଇଁ ଦାବି ମଧ୍ୟ କରିଛନ୍ତି। ଶୀଘ୍ର ଆବାସ ଯୋଜନା ସମ୍ପୂର୍ଣ୍ଣ କରାନଯାଏ ତେବେ ଆଗାମୀ ଦିନରେ ବଡ ଧରଣର ବିଭିନ୍ନ ପ୍ରକାର ଆନ୍ଦୋଳନ ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଭଦ୍ରକ ଶିଶୁ ବିକ୍ରି ଘଟଣା। ଦେଖନ୍ତୁ କୋଉ ଭଳିଆ ଅବସ୍ଥା। ଭଦ୍ରକ ଜିଲ୍ଲାରେ ଭଣ୍ଡାରୀ ପୋଖରୀ ଅଞ୍ଚଳରେ ନବଜାତ ଶିଶୁକୁ ବିକ୍ରି କରାଯାଇଛି। ଏହି ବିରୁଦ୍ଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲିସ ଶିଶୁକୁ ଉଦ୍ଧାର କରି ସକ୍ଷମ ହୋଇଛି। ତା ସହିତ ଅଭିଯୋଗ ଅନୁସାରେ ଶିଶୁର ବାପା ମା ଅଭାବ ଅନଟନ ଯୋଗୁଁ ଝିଅଟିକୁ ବିକ୍ରି କରିଦେଇଛନ୍ତି। ମାତ୍ର 2 ମାସର ଶିଶୁଟିଏ ଆଜ୍ଞା। ଏହି ମାମଲାରେ ଶିଶୁର ପରିବାର ଲୋକ ପଚରା ଉଚରା କରାଯାଉଛି। ଶିଶୁ ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲାରେ ସଚେତନତା ସୃଷ୍ଟି କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ଏପଟେ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର ହଉଛି ଜାନୁଆରୀ 22ରୁ ଆରମ୍ଭ ହେବ ଓଡ଼ିଶାର କୃଷି ମହାକୁମ୍ଭ। ଓଡ଼ିଶାରେ କୃଷକମାନଙ୍କ ପାଇଁ ନୂତନ ଜ୍ଞାନ କୌଶଳ ସରକାରୀ ଯୋଜନା ସହିତ ବିଭିନ୍ନ ପ୍ରକାର ସରକାର ମଧ୍ୟ ଚାଷୀମାନଙ୍କୁ କିଭଳି ଡ୍ରୋନ୍ ମାଧ୍ୟମରେ ଶିଖେଇବେ, କିଭଳି ଆଗକୁ ଚାଷୀମାନେ ଜ୍ଞାନ କୌଶଳ ବ୍ୟବହାର କରି ସେଭଳି ତାଲିମ ମଧ୍ୟ ଦିଆଯିବ। ଆଧୁନିକ ଯନ୍ତ୍ରପାତି ମଧ୍ୟ ତାଲିମ ଦିଆଯିବ। ସେଥିପାଇଁ ବିଶେଷଜ୍ଞମାନଙ୍କୁ ସେମାନଙ୍କୁ ପରାମର୍ଶ ମଧ୍ୟ ଦେବେ। ରାଜ୍ୟରେ କୃଷି କ୍ଷେତ୍ରରେ ଏକ ବଡ଼ ଧରଣର ଆୟୋଜନ ସୃଷ୍ଟି ହେବ। ମହାକୁମ୍ଭ ମାଧ୍ୟମରେ ସ୍ଥାନୀୟ ଚାଷୀମାନେ କିଭଳି ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ସିଧାସଳଖ ମଧ୍ୟ ଆଲୋଚନା କରିପାରିବେ। ଚାଷୀମାନେ ମଧ୍ୟ 5 ଲକ୍ଷ ପାଇପାରିବେ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ଉପଯୋଗ କରିପାରିବେ। ପରବର୍ତ୍ତୀ ଖବର ରହୁଛି ଏଥର ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓଏସଏସସି ପକ୍ଷରୁ ବାହାରିଥିବା ପଦବୀ ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାହିଁ ନଥିବା ସମ୍ମୁଖୀନ ହେଉଛନ୍ତି। ୱେବସାଇଟ୍ ବାରମ୍ବାର ଖୋଲୁନି। ପ୍ରାର୍ଥୀମାନେ ଫର୍ମ ପୂରଣ କରିବା ସମୟରେ ପେଜ ଅପଲୋଡ ହେଉନି। ପେଜ ସର୍ଭର ଡାଉନ ହଉଛି। ଏପରି ଆବେଦନ ଶେଷ ତାରିଖ ପାଖେଇ ଆସୁଥିବା ବେଳେ ଉତ୍କଣ୍ଠା ବଢିବାରେ ଲାଗିଛି। ଆବେଦନ ସମୟସୀମା ମଧ୍ୟ ବଢାଇବା ପାଇଁ ସରକାର ନିକଟରେ କୁହାଯାଉଛି। ଏପଟେ ନାହିଁ ନଥିବା ହଇରାଣ ହେଉଛନ୍ତି ଯୁବପିଢିମାନେ। ଯାହାଫଳରେ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଉଚିତ। ପରବର୍ତ୍ତୀ ଖବର ହଉଛି ମର୍ନିକର୍ଣ୍ଣିକା ଘାଟ ବିବାଦ। କଂଗ୍ରେସକୁ କଡା ସମାଲୋଚନା କଲେ ସିଏମ ଯୋଗୀ। ବାରାଣସୀରେ ପ୍ରସିଦ୍ଧ ମର୍ନିକର୍ଣ୍ଣିକା ଘାଟର ପୁନରୁଦ୍ଧାରକୁ ନେଇ ସୃଷ୍ଟି କରିଥିବା ବିବାଦ ଉପରେ ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଘାଟର ଉନ୍ନତିକରଣ ଚାଲିଥିବା ବେଳେ କୌଣସି ପୁରାତନ ମନ୍ଦିର ବା ମୂର୍ତ୍ତି ଭଙ୍ଗା ଯାଇ ନାହିଁ। କିଛି ଲୋକ ଜାଣିଶୁଣି ପୁରୁଣା ଭଙ୍ଗା ମନ୍ଦିର ସୋସିଆଲ ମିଡିଆରେ ଛାଡୁଛନ୍ତି। କେବଳ ଏଆଇ ଦ୍ୱାରା ସରକାରକୁ ବଦନାମ କରିବା ପାଇଁ ଏଭଳି କରୁଛନ୍ତି। ରାଜନୈତିକ ଫାଇଦାକୁ ବ୍ୟବହାର କରିବା ପାଇଁ ଧର୍ମକୁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଯିଏ ଏସବୁ କରୁଛି ତୁରନ୍ତ ଧରା ପଡ଼ିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରବର୍ତ୍ତୀ ଖବର ଦିଲ୍ଲୀର ପ୍ରଦୂଷଣ ଭୟାବହ ରୂପ। ଗ୍ରାଫ 4ରେ ଲଗଣା। ତେବେ ବିଶେଷ କରି କୁହାଯାଏ ଦିଲ୍ଲୀରେ ବାୟୁ ଏତେ ପ୍ରଦୂଷିତ ଖରାପ ହୋଇଛି ଯେ ଲୋକମାନେ ଯିବା ଆସିବା ନିଶ୍ୱାସ ନେବା ମଧ୍ୟ କଷ୍ଟ ହେଉଛି। ଯେମିତିକି ସ୍କୁଲ ବନ୍ଦ ଅଛି, କଲେଜ ବନ୍ଦ ଅଛି, ଅଫିସ ମଧ୍ୟ ବନ୍ଦ ଅଛି, ୱାର୍କ ଫ୍ରମ ହୋମ ମଧ୍ୟ ଚାଲିଛି। କୁହୁଡି ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ହେଉଛି। ଆଖିରୁ ଲୁହ ମଧ୍ୟ ବାହାରୁଛି। ସରକାର ଲୋକଙ୍କୁ ଘରୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପାଣି ସ୍ପ୍ରେ ମଧ୍ୟ କରାଯାଉଛି। ତେବେ ସୁଧାର ନ ଆସିଲେ ତୁରନ୍ତ ମଧ୍ୟ କିଛି ଦିନ ପାଇଁ ଆହୁରି ସ୍କୁଲ ବନ୍ଦ ରହିବ। ପରବର୍ତ୍ତୀ ଖବର ହଉଛି ଆସୁଛି ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ ସାଧାରଣତନ୍ତ୍ର ପ୍ୟାରେଡ ପାଇଁ 77ତମ ଦିବସରେ ନିଆରା ପରମ୍ପରା ଆରମ୍ଭ ହେବ। କର୍ତ୍ତବ୍ୟ ପଥରେ ବସିବା ସ୍ଥାନ ଏନକ୍ଲୋଜ ଗୁଡିକ ମଧ୍ୟ ବିଭିନ୍ନ ନଦୀ ମାନଙ୍କ ନାମ ଦିଆଯିବ। ଏ ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ସମ୍ପଦ ନଦୀ ଗୁଡିକ ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବା। ବନ୍ଦେ ମାତରମ୍ 150 ପୂର୍ତ୍ତି ଅବସରରେ ମଧ୍ୟ ବିଷୟବସ୍ତୁ ଭାବେ ପାଳନ କରାଯାଉଛି। ସେବେ ସକାଳ 3ଟାରୁ ଆରମ୍ଭ ହେବ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇକି ସୂଚନା ମଧ୍ୟ ଦିଆଯାଇଛି। ପରବର୍ତ୍ତୀ ଖବର ହଉଛି ଓଡିଶାରେ ନୂତନ ପାଠ୍ୟକ୍ରମ ପ୍ରଚଳନ 5ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ବାଧ୍ୟତାମୂଳକ ହେବ। ଓଡିଶା ଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆସିବା ପାଇଁ ଯାଉଛି। ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟକ୍ରମ ହେବ। ତା ସହିତ 5ମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଆ ଭାଷା ମଧ୍ୟ ମାତୃଭାଷା ରହିବ। ଯେଥିପାଇଁ କି ପଦକ୍ଷେପ ନିଆଯାଇଛି ଶିକ୍ଷକମାନଙ୍କୁ ନୂତନ ପାଠ୍ୟକ୍ରମ ସମ୍ବନ୍ଧରେ ତାଲିମ ମଧ୍ୟ ଦିଆଯିବ। ଏହି ନିଷ୍ପତ୍ତି ଦ୍ୱାରା ଓଡିଆ ଭାଷାର ମୂଳଦୁଆ ଶିକ୍ଷା କ୍ଷେତ୍ରରେ ମଜବୁତ ହେବ। ବିଶେଷ କରି ପ୍ରାଥମିକ ଶିକ୍ଷାରେ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇକି ଶିକ୍ଷକଙ୍କୁ ମଧ୍ୟ ତାଲିମ ଦିଆଯିବ। ପରବର୍ତ୍ତୀ ଖବର ହଉଛି ଜନଗଣନା ପାଇଁ ଏସଓପି ମିଳିପାରେ ମଞ୍ଜୁରୀ। ପୁରୀ ଶ୍ରୀମନ୍ଦିରରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ସେବାୟତ ମାନେ ଜନଗଣନା ଏବଂ ସେମାନଙ୍କ ଏକ ସ୍ୱତନ୍ତ୍ର ନିୟମାବଳୀ ବା ଏସଓପି ପ୍ରସ୍ତୁତ ହେବ। ଏହା ବ୍ୟତୀତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଭକ୍ତମାନଙ୍କ ଧାଡି ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ହେବ। ପ୍ରତ୍ୟେକ ପରିବାର ଡାଟାବେସ୍ ରହିବ। ଗଜପତି ମହାରାଜ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକର ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ। ଭକ୍ତଙ୍କ ସୁବିଧା ପାଇଁ ପରମ୍ପରା ଏବଂ ସମନ୍ୱୟ ରଖିବା ପାଇଁ ଏଭଳି ବୈଠକ ବସିଥିଲା। ପରବର୍ତ୍ତୀ ଖବର ହଉଛି ଭାରତ ଆମେରିକା ବାଣିଜ୍ୟ ଚୁକ୍ତିରେ ଡାଲି ଜାତୀୟ ଶସ୍ୟ ସାଜିପାରେ ବାଧକ। ଭାରତ ଆମେରିକା ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତିରେ ଡାଲି ଜାତୀୟ ଶସ୍ୟ
ଶୁଳ୍କକୁ ନେଇ ସମସ୍ୟା ଦେଖାଯାଇଛି। ଆମେରିକା ଆବେଦନ ହେଉଥିବା ହଳଦିଆ 30% ଶୁଳ୍କ ଲାଗି ହେବ ବୋଲି କୁହାଯାଉଛି। ବିଶେଷ କରି ଆମେରିକାର ସିନେଟର ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖି କହିଛନ୍ତି ଶୁଳ୍କ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ। ଭାରତ ନିଜର ଘରୋଇ କୃଷି କ୍ଷେତ୍ରରେ ସ୍ୱାର୍ଥ ରଖିବା ପାଇଁ ଏଭଳି କଣ କରିବ ସେ ନେଇକି ବିବାଦ ଉପୁଜିଛି। ଏହି ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ବାଣିଜ୍ୟ ଚୁକ୍ତି ସମ୍ପୂର୍ଣ୍ଣ କଷ୍ଟକର ହୋଇପଡିଛି। ପରବର୍ତ୍ତୀ ଖବର ହଉଛି ଫେବୃଆରୀ ମିଳିପାରେ ପିଏମ କିଷାନର 22ତମ ଟଙ୍କା। ଦେଶର କୋଟି କୋଟି ଚାଷୀମାନେ ଅପେକ୍ଷା କରିଛନ୍ତି କେବେ ମିଳିବ ପିଏମ କିଷାନ ଟଙ୍କା। ପୂର୍ବଥରିକ 21ତମ କିସ୍ତି ମିଳିଥିଲା, କିଛି ଲୋକଙ୍କୁ ମିଳିନଥିଲା, ସେମାନେ ଇ କେୱାଇସି କରୁନଥିଲେ। ଏବେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ସରକାର ଦଉଛନ୍ତି 6,000 ଟଙ୍କା, ପ୍ରତି 4 ମାସ ଥରେ 2,000 ଟଙ୍କା। ଚାଷୀ ନିଜର ଇ କେୱାଇସି ଅପଡେଟ କରିବା ପାଇଁ ପରାମର୍ଶ ଦିଆଯାଇଛି, ଯାହାଫଳରେ ଟଙ୍କା ପାଇବାର କୌଣସି ଅସୁବିଧା ହେବ ନାହିଁ। ଯଦି ସହାୟତା ରାଶି ଚାଷ କାର୍ଯ୍ୟରେ ବ୍ୟବହାର ହେଉଛି ତେବେ ତୁରନ୍ତ ସରକାର ଜାଣିପାରିବେ। କିଛି ଫ୍ରଡ ଚାଷୀଙ୍କ ନାମ ମଧ୍ୟ ବାହାରିଛି, ତାଙ୍କ ମଧ୍ୟ ନାମ କଟାଯାଇଛି। ପରବର୍ତ୍ତୀ ଖବର ହଉଛି ମାସିକ ଆୟ 15,000 ଟଙ୍କା ହେଲେ କଟିଯିବ ରାସନ କାର୍ଡ। ଏନେକି ସରକାର ନିୟମ ଆଗରୁ କରିଥିଲେ, କିନ୍ତୁ ଏବେ ସରକାର କହିଛନ୍ତି ଯଦି ରାସନ କାର୍ଡ ଆପଣ 15,000 ଟଙ୍କା ମାସକୁ ଇନକମ କରୁଛନ୍ତି ଆପଣ ରାସନ କାର୍ଡ ଆଉ ବାତିଲ ହେବ ନାହିଁ। ଯେଉଁମାନଙ୍କ ପାଖରେ 4 ଚକିଆ ଯାନ ଅଛି, ସରକାରୀ ଚାକିରି ଅଛି, ଏଇ ଯୋଜନାରୁ ବାଦ ପଡିବେ। କିଛି ଲୋକ ଓଲା ଉବେର ଚଲାଉଛନ୍ତି, 4 ଚକିଆ ଯାନ ଥାଇକି ଆର୍ଥିକ ସ୍ୱଚ୍ଛଳ ନାହାନ୍ତି, ସେଇଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଛି। ସେସବୁ ଭେରିଫିକେସନ ହେବ। ଯଦି ଯୋଗ୍ୟତା ନଥିବେ, ମାନେ ଯଦି ଅଳ୍ପ ଇନକମ ଥିବ, ତାହେଲେ ତାଙ୍କୁ ରାସନ କାର୍ଡ ମିଳିଯିବ ବୋଲି କୁହାଯାଉଛି। ଆଉ ରାସନ କାର୍ଡରେ 15 ଲକ୍ଷ ହିତାଧିକାରୀ ଇ କେୱାଇସି କରିନଥିଲେ, ସରକାର ଫେବୃଆରୀ ମାସ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି। ତା ସହିତ ରାସନ କାର୍ଡରେ ଆର୍ଥିକ ସ୍ୱଚ୍ଛଳ ଯୋଉମାନେ ନାହାନ୍ତି, ଇନକମ ଜିରୋ, ତାଙ୍କୁ 1,000 ଟଙ୍କା ସହାୟତା ରାଶି ଦେବେ ପ୍ରଧାନମନ୍ତ୍ରୀ ମୋଦି ବୋଲି କହିଛନ୍ତି। ପରବର୍ତ୍ତୀ ଖବର ହଉଛି ପେନସନ ବ୍ୟବସ୍ଥାର ପରିବର୍ତ୍ତନ ସମ୍ଭାବନା। ବିଶେଷଜ୍ଞ କମିଟି ଗଠନ କଲେ ସରକାର। ଦେଶର ପ୍ରଚଳିତ ପେନସନ ବ୍ୟବସ୍ଥାର ବଡ ଧରଣର ସଂସ୍କାର ଆଣିବା ପାଇଁ ଏକ କମିଟି ଗଠନ ହୋଇଛି, ଯାହାଫଳରେ ନୂତନ ପେନସନ ଯୋଜନାକୁ ଚାଲିଥିବା ବିବାଦର ସମାଧାନ ହେବ। ଅଷ୍ଟମ ବେତନ ଲାଗିଗଲେ ଦରମା ଡବଲ ଟ୍ରିପଲ ମଧ୍ୟ ହୋଇଯିବ। କର୍ମଚାରୀ ଅପେକ୍ଷା କରିଛନ୍ତି କେବେ ମିଳିବ। ମଝି ମଝି ରାସ୍ତା ବାହାର କରୁଥିବା ଲକ୍ଷ୍ୟ ରଖିଛନ୍ତି। କମିଟିର ରିପୋର୍ଟ ଆସିବା ପରେ କର୍ମଚାରୀମାନେ ଏକ ମଡେଲ ଘୋଷଣା କରିପାରେ। ଏହାଦ୍ୱାରା ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ, ଯାହାଦ୍ୱାରା ଯାହାର 18-20 ହଜାର ସାଲାରୀ ମିଳୁଛି 50-60 ହଜାର ଦରମା ମଧ୍ୟ ମିଳିଯିବ। ବହୁତ ଭଲ ଖବର। ପରବର୍ତ୍ତୀ ଖବର, ବିଶ୍ୱରେ ସବୁଠାରୁ ଅଧିକ ବାଇକ୍ ଦେଶ ଗୁଡିକ ହେଉଛି ତାଲିକା ପ୍ରକାଶିତ। ବିଶ୍ୱରେ ଏବେ 2 ଚକିଆ ଯାନ ବାଇକ୍ ବ୍ୟବହାର ପାଇଁ ଦିନ ଦିନ ବଢି ଚାଲିଛି। ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ସବୁଠାରୁ ବଡ ବାଇକ୍ ବଜାର ଭାବେ କୁହାଯାଇଛି। 221 ନିୟୁତରୁ ଅଧିକ ବାଇକ୍ ପଞ୍ଜୀକୃତ ହୋଇଛି। ଏବେ ପାଖାପାଖି କୁହାଯାଉଛି 10 କୋଟିରୁ ଅଧିକ ଓଡିଶାରେ କେବଳ ବିକ୍ରି ହୋଇଛି ବାଇକ୍। ଶସ୍ତା ପରିବହନ ବ୍ୟବସ୍ଥା ଯୋଗୁଁ ବାଇକ୍ ଅଧିକ ପସନ୍ଦ କରୁଛନ୍ତି ଯୁବପିଢି ମାନେ। ବିଶେଷ କରି ଗ୍ରାମାଞ୍ଚଳ ଯୋଗାଯୋଗ ପ୍ରମୁଖ ମାଧ୍ୟମ ପାଲଟିଛି। ଆଉ ଭାରତ ହେଉଛି ଏକମାତ୍ର ଦେଶ ଯିଏକି ଅଧିକ ଚଳାଚଳ କରୁଛି ବାଇକ୍। ପରବର୍ତ୍ତୀ ଖବର ହଉଛି ଭାରତ ଆମେରିକା ବାଣିଜ୍ୟ ରଣନୀତି, ନିବେଶ ଉପରେ ଗୁରୁତ୍ୱ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ନେଇ କିଛି ଦ୍ୱନ୍ଦ୍ୱ ରହିଥିଲେ ହିଁ ନିବେଶ କ୍ଷେତ୍ରରେ ସକାରାତ୍ମକ ଅଛି। ଆମେରିକା ରିପବ୍ଲିକ ନେତାମାନେ ଏଥର ନିବେଶ କରିବା ପାଇଁ ଆସିଛନ୍ତି। ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଚାଲିଥିବା ବେଳେ ଉଭୟ ଦେଶ ମଧ୍ୟ ଶୁଳ୍କ ନୀତିକୁ ନେଇ କଠୋର ଆଭିମୁଖ୍ୟ ହୋଇଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଭାରତୀୟ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଉଥିବା ବେଳେ ଭାରତ ଏହାର ମଧ୍ୟ ଜବାବ ଦେଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଷ୍ଟ୍ରପତିଙ୍କ ମଧ୍ୟରେ ବ୍ୟକ୍ତିଗତ ବନ୍ଧୁତା ସମସ୍ୟାର ସମାଧାନ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମଧ୍ୟ କହୁଛନ୍ତି। ପରବର୍ତ୍ତୀ ଖବର ହଉଛି କନ୍ଧମାଳରେ କୃଷି କ୍ଷେତ୍ରରେ ଋଣ ପ୍ରଦାନ ପାଇଁ ବୃଦ୍ଧି ନାବାର୍ଡର ଯୋଜନା। କନ୍ଧମାଳ ଜିଲ୍ଲାରେ କୃଷକମାନଙ୍କ ପାଇଁ ଆର୍ଥିକ ସୁଧାରିବା ପାଇଁ ନାବାର୍ଡ ପକ୍ଷରୁ ବିସ୍ତୃତ ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳ ନାବାର୍ଡ ଅଧିକାରୀଙ୍କ ମିଳିତ ବୈଠକରେ ଆର୍ଥିକ ବର୍ଷ ପାଇଁ ଋଣ ଧାର୍ଯ୍ୟ କରାଯାଇଛି। ବିଶେଷ କରି ମାଣ୍ଡିଆ ଚାଷ, ମସଲା ଚାଷ, ଉଦ୍ୟାନ କୃଷିମାନଙ୍କ ପାଇଁ ପ୍ରୋତ୍ସାହିତ ଦିଆଯିବ। କନ୍ଧମାଳର ଭୌଗୋଳିକ ସ୍ଥିତିକୁ ରଖି ଚାଷୀମାନଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟାଙ୍କମାନେ ଏଥର ସହାୟତା ଦେବେ। ବ୍ୟାଙ୍କ ମାନେ କହିଛନ୍ତି ଏଥର ସମସ୍ତ ପ୍ରକାର ଆର୍ଥିକ ସହାୟତା ଦେବେ। କମ ସୁଧରେ ମଧ୍ୟ ତାଙ୍କୁ ଟଙ୍କା ମିଳିବ ବୋଲି କୁହାଯାଉଛି, ଯାହାଫଳରେ ସେମାନେ ଉପକୃତ ମଧ୍ୟ ହେବେ। ତା ସହିତ ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ସୁଭଦ୍ରା ଟଙ୍କା କୁହାଯାଉଛି 18 ତାରିଖରୁ ମିଳିବ, ମାନେ ଆଜି ମିଳିବ। ଦେଖାଯାଉ କେତେ ଟଙ୍କା ମିଳୁଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସୂଚନା ଦେଇଥିଲେ, ଯୋଉମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନଙ୍କୁ 2ଟି କିସ୍ତି ମିଳିବ। ଆଉ ଯୋଉମାନେ ଅଯୋଗ୍ୟ ଅଛନ୍ତି ତାଙ୍କ ନାଁ କଟାଯାଇଛି। ଯୋଉମାନେ 60 ବର୍ଷ ହୋଇଗଲାଣି ଏବେ ତାଙ୍କ ନାଁ ମଧ୍ୟ କଟାଯାଇଛି। ସେମାନେ ଏବେ ଭତ୍ତାରେ ସାମିଲ ହେବେ, ଯାହାଫଳରେ ଭତ୍ତା ଏବେ 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 3,500 ମିଳିବ। ତା ସହିତ 60 ବର୍ଷ ହିତାଧିକାରୀଙ୍କ ଭତ୍ତା ଟଙ୍କା ବଢିବ ବୋଲି କୁହାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ। ସରକାର ଏପରି ବିଧାୟକ ମାନଙ୍କ ଦରମା ବଢାଉଛନ୍ତି। ଲୋକ ଅପେକ୍ଷା କରିଛନ୍ତି ଯୋଉମାନେ ଭତ୍ତା ଟଙ୍କା, ଯୋଉମାନେ ମଳିମୁଣ୍ଡିଆ ଲୋକ ବା ଭତ୍ତା ଟିକେ ପାଇଲେ ତାଙ୍କ ପରିବାର ଚଳେ, ସେ ଉପରେ ମଧ୍ୟ ସରକାର ଧ୍ୟାନ ଦେଇନାହାନ୍ତି। ବିଶେଷ କରି ଏହି ଭିଡିଓ ଯଦି ସରକାର ପାଖରେ ପହଞ୍ଚୁଥିବ, ନିଶ୍ଚିତ ସରକାର ଧ୍ୟାନ ମଧ୍ୟ ଦେବେ। ତା ସହିତ ଆଉ ଗୋଟେ କଥା ହେଲା, ସୁଭଦ୍ରାରେ କୁହାଯାଉଛି ମହିଳାମାନଙ୍କୁ, ଗୋଟିଏ ମହିଳାମାନଙ୍କୁ ମାର୍ଚ୍ଚ 8 ତାରିଖରେ ମିଳିବ, କିନ୍ତୁ ଆଜି କେତେ ଟଙ୍କା ମିଳୁଛି ସେ ନେଇକି ଆମେ ଅପେକ୍ଷା କରିବା। ତା ସହିତ ଏସଏଚଜି ମହିଳାଙ୍କୁ ମଧ୍ୟ 10 ଲକ୍ଷ ଟଙ୍କା ଋଣ ମଧ୍ୟ ଘୋଷଣା କରାଯାଇଛି ବିନା ସୁଧରେ, ମାନେ ପ୍ରତି ମହିଳାଙ୍କୁ 10,000 ଟଙ୍କା ଲେଖାଏଁ ଋଣ ମିଳିବ।
ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ମଧ୍ୟ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଖବର ବହୁତ ସରଳ ଭାବରେ ଆପଣଙ୍କୁ ବୁଝେଇଦବୁ ଯାହାଫଳରେ ପ୍ରତିଟି ଲୋକ ଏ ବିଷୟରେ ମଧ୍ୟ ଜାଣିପାରିବେ। ଆଜି ସନ୍ଧ୍ୟାର ଖବର ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଜୟ ଜଗନ୍ନାଥ।